ଅଧ୍ୟାପକ ଗୌରହରି ମହାନ୍ତିଙ୍କର କବିତା ରାଜରାସ୍ତା। ରାଜରାସ୍ତା ଶୁଣିବାକୁ ଲମ୍ବି ଯାଇଛି ହାରି ଗୁହାରି, ନିଃସ୍ୱ ନିରୀହର ନିରପରାଧୀର, ଶ୍ରମିକର ସଂଗଠନର ସଂଗ୍ରାମୀର, ସତ୍ୟାଗ୍ରହ ଅନାହାର ଧାରଣାର, ଅନନ୍ତ ବେଦନା ବିପ୍ଳବୀର ବିପ୍ଳବର। ରାଜରାସ୍ତା ସାକ୍ଷୀ ରହିଛି ଦୁଃଖର କରାଳ ଚିତ୍ର, ସାମ୍ନା କରିଛି ଅବିସ୍ମରଣୀୟ ଚରିତ୍ର, ଶତ ସଂଘର୍ଷ ସଠିକ୍ ପତ୍ର। ରାଜରାସ୍ତା ସଫଳତା ଦେଇଛି, ବିଫଳତା ସହିଛି ଖରା ବର୍ଷା ଶୀତ, ଶୁଣାଇଛି ନିଜସ୍ୱ ସ୍ୱର ଶାଣିତ। ରାଜରାସ୍ତା ଦେଖିଲେ ଡର ଲାଗେ, ଦୟା ଲାଗେ, ତା କଡ଼ର ଲମ୍ବା ଧାଡ଼ି, ହାତରେ ଧରା ବାଡ଼ି। ରାଜରାସ୍ତା ତୁଣ୍ଡକୁ ଆହାର ଦେଇଛି, ହୃଦକୁ ଆଘାତ ଦେଇଛି, ସଂଗ୍ରାମର ପରିଚୟ ପାଲଟିଛି, ରକ୍ତାକ୍ତ ସମର ଭୋଗିଛି। ଆଜି ରାଜରାସ୍ତା ଜୀବିକାର ଜଞ୍ଜାଳର, କାମନାର, କ୍ରୋଧର, ଅତିଥିର, ଅହଙ୍କାରୀର। ରାଜରାସ୍ତା କିଏ କହେ ନିଜର ଆପଣାର, କିଏ କହେ ସବାଖିଆ କୂଳବୁଢ଼ା ସାତପର, କରିଛି ମୋ ପାଇଁ ପାତର ଅନ୍ତର, କିଏ ଚାହେଁ ତା ଧୂଳି ପାଲଠୁ ତିଲକ, ହଜିଯାଉ ତାର ଅବଶିଷ୍ଟ ଭୋକ, କିଏ ଚାହେଁ ତା ଛାତି ନଦଉ ବିଳାପ, ଅଧା ନ ରହୁ ଜୀବନ ସଳାପ। ରାଜରାସ୍ତା ଲମ୍ବି ଯାଉ ସିଂହ ଦ୍ୱାର ଦେଇ ସ୍ୱର୍ଗ ଦ୍ୱାର, ଅଭିଳାଷ ଏତିକି ନିଜ ପାଇଁ ଶେଷଥର।